ଭାରତରେ ତ ନୂଆ ଜିଏସଟି ନିୟମ ଆଇଲା ବାଇକ୍ ଉପରେ 28%। ମାନେ ବୁଝିପାରୁଛ 1,80,000 ଟଙ୍କା ଗାଡିରେ ତମେ 50,500 ଟଙ୍କା ଜିଏସଟି ବାବଦରେ ଦବ। ଆଉ ଏସି ତ ଗରମ ଯାହା ହେଲାଣି ଛତିଶଗଡରେ ତ ସିନ୍ ଦେଖିଲ ହସଦେବ ଜଙ୍ଗଲଟାକୁ ବିଜେପି ସରକାର ଆଇଲା ଟୋଟାଲି କାଟିଦେଲା। ଟୋଟାଲି କାଟି ଦେଇକି ସେଠି ଯାହା ମାଇନ୍ସ ବାହାରିଲା କୋଲ ତାକୁ ସବୁ ଆଦାନୀକୁ ଟ୍ରାନ୍ସଫର କରିଦେଲା। ତା ପାଇଁ ଏବେ ବହୁତ କିଛି ଅଛି ସେଗୁଡା ଅନ୍ଧଭକ୍ତ ମାନଙ୍କୁ ଦେଖାଯିବନି ହେଲା। ଆଉ ବାକି ରହିଲା ଘରେ ଯଦି ଗୋଟେ ଏସି ତମେ ଲଗେଇବ 40,000 ଟଙ୍କା ଏସି ହେଲେ ତ 12,000 ଟଙ୍କା ଜିଏସଟି ବାବଦରେ ଦବ। ଆଉ ବାକି ରହିଲା ସିମେଣ୍ଟ ବୁରା କଥା। ସିମେଣ୍ଟ ବୁରାରେ 28% ଜିଏସଟି 470-80 ଟଙ୍କା ଯଦି ଭଲ ସିମେଣ୍ଟ ହେଲା ସେଥିରୁ 130 ଟଙ୍କାଟି ତମେ ଦେଇଦେଲ ସିମେଣ୍ଟ ବାବଦର ଜିଏସଟି। ଆଉ ତମକୁ କଣ କହିବି ତମେ ଖାଲି ଜାତିପତି ନେଇକି ବାଡିଆ ପିଟା ହଉଥାଅ। ଆଉ ଗଭର୍ଣ୍ଣମେଣ୍ଟ ଯାହା କରୁଛି କରୁ ତମେ ତ ମୂର୍ଖ ଛାଡ ତମେ କୋଉଠୁ ବୁଝିବ ତମେ ସେଗୁଡା କିଛି ବୁଝିପାରିବନି। ତମେ ଏମିତି ବାଡିଆ ପିଟା ହଉଥାଅ ସରକାର ଏମିତି ଲୁଟନ୍ତୁ। ଆଉ କଣ କହିବି ତମେ ତ ସବୁ ବାପ ମା ପିଠିରେ ଖାଇବା ଲୋକ ଇନକମ କରିବା ଲୋକ ତ କିଛି ନାହଁ ଖାଲି ବାପ ମା ପିଠିରେ ଖାଇବ ଏଠି ଆସିକି ଜ୍ଞାନ ଦବ କଣଟା ଆମର ସରକାର।